କାରଣ ମୁଁ ଦେଖିକି ମାନେ ବିଶ୍ୱାସ କରିପାରୁନି ଯେ ଏତେ ଗୋଟେ ଛୋଟ ପିଲାଟା ଏତେ ବଢ଼ିଆ ବୋଲୁଛି। ସଙ୍ଗୀତ ହେଉଛି ଭଗବାନଙ୍କର ଦାନ। ସିଏ ଆଜି ମୁଁ ମଧ୍ୟ ବସି ଭାବୁଥିଲି ତୃତୀୟ ଶ୍ରେଣୀରେ ପଢ଼ୁଥିଲା, ମୋ ପାଖକୁ ଆସିଥିଲା। ଏବେ ସେ ଏମ୍ ଏ କରୁଛି, ରମାଦେବୀ ଏମ୍ ଏ କରୁଛି। ସଙ୍ଗୀତରେ ମଧ୍ୟ ସ୍ନାତକୋତ୍ତର MA ଡିଗ୍ରୀ ପାସ୍ କରିସାରିଲାଣି ଅଖିଳ ଭାରତ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ବମ୍ବେରୁ। ଏବଂ ସେ ବହୁତ ତା ପାଇଁ ନିଷ୍ଠାର ସହିତ ସାଧନା କରୁଛି। ଏବଂ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ତାକୁ ଦେଉଛନ୍ତି। ମୁଁ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ମୁଁ ଲାଇଫ୍ ମେମ୍ବର ରହିଛି ବହୁତ ଦିନ ଆଗରୁ। ମୁଁ ତାର ଲାଇଫ୍ ମେମ୍ବର। ଭୁବନେଶ୍ୱର ଆନୁଆଲ୍ ଫଙ୍କସନ୍ରେ ମଧ୍ୟ 2007ରେ ଗାଇଥିଲି। ମୋ ଝିଅ ବି ଗାଇଥିଲା 2010ରେ। ଏବଂ ଆମ ଷ୍ଟୁଡେଣ୍ଟମାନେ ମଧ୍ୟ ବହୁତ ଗାଉଛନ୍ତି। ଏ ବି ତା'ର 2-3 ଥର ପରିବେଷଣ କଲାଣି। ବହୁତ ଟ୍ୟାଲେଣ୍ଟେଡ୍ ଝିଅ, ଭଲ ଗାଉଛି। ବିଭିନ୍ନ ପ୍ରକାର ଆମର ଓଲ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ ସଙ୍ଗୀତ ମହାବିଦ୍ୟାଳୟରେ ବି ଗାଇଛି, ଲକ୍ଷ୍ନୌରେ ବି ଗାଇଛି, ବାହାରେ ବହୁତ ଜାଗାରେ ଗାଇଛି। ସେ ହାସ୍ୟ ସଙ୍ଗୀତ ପରିବେଷଣ କରୁଛି। ଭଗବାନ ତା'ର ଚଲାପଥ ସୁଗମ କରନ୍ତୁ, ବହୁତ ତାକୁ ଦୀର୍ଘାୟୁ କରନ୍ତୁ ଏବଂ ସଙ୍ଗୀତ ଦାନ କରନ୍ତୁ। ମୁଁ ଆପଣଙ୍କର ଗୀତ ଶୁଣୁଥିଲି, କ୍ଲାସିକାଲ ଗୀତ ଏତେ କମ୍ ବୟସରେ ବୋଲିବା ମୁଁ ଭାବୁଛି ମୋତେ ଏଇଟା ଗୋଟେ ବିରଳ, କହିଲେ ଭୁଲ ହେବନି। ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ତରଫରୁ ଆପଣ ଯେଉଁ ସୁଯୋଗ ଦିଆଯାଇଛି କ'ଣ କହିବେ? ମୁଁ କହିବି ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ତରଫରୁ ମୋତେ ସୁଯୋଗ ଦିଆହେଇଥିବାରୁ ମୁଁ ତାଙ୍କ ପାଖରେ ବହୁତ କୃତଜ୍ଞତା ଜ୍ଞାପନ କରିବି। ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ରେ ମୋର 5-6 ବର୍ଷର ସମ୍ପର୍କ ରହିଅଛି ଏବଂ ତାଙ୍କର ସେମାନେ କମ୍ପିଟିସନ୍ସରେ ଅର୍ଗାନାଇଜ୍ କରିଥିଲେ। ମୁଁ ହିନ୍ଦୁସ୍ତାନୀ ଭୋକାଲ୍ କ୍ଲାସିକାଲ୍ ଭୋକାଲ୍ରେ ମୁଁ ଫାର୍ଷ୍ଟ ପ୍ରାଇଜ୍ ପାଇଥିଲି, ପ୍ରଥମ ସ୍ଥାନ ଗ୍ରହଣ କରିଥିଲି। ଏବଂ ତା ପରଠାରୁ ମୋର ତାଙ୍କ ସହିତ ବି ସମ୍ପର୍କ ରହିଅଛି। 2-3 ଥର ମୁଁ ଗାଇକି ସାରିଛି, ପରଫର୍ମ କରିସାରିଛି ଏବଂ ମୁଁ ସେଥିପାଇଁ ତାଙ୍କ ପାଖରେ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି। ଆଉ ଆଜି ଯେଉଁ ଜୟଦେବ ଭବନ ଆଜି ଶାସ୍ତ୍ରୀୟ ସଙ୍ଗୀତ ବୋଲିଲେ କେଉଁ ରାଗ ଉପରେ ବୋଲିଲେ? ଆଜ୍ଞା, କେଉଁ ରାଗ ଉପରେ? ମୁଁ ରାଗ କୋମଲ ଋଷଭ ଆଶାବରୀ ପ୍ରଥମେ ପ୍ରସ୍ତୁତ କରିଥିଲି। ପରେ ରାଗ ଚନ୍ଦ୍ରକଂସରେ ଛୋଟା ଖ୍ୟାଲ ପ୍ରସ୍ତୁତ କରିଥିଲି। ତାପରେ ଉପଶାସ୍ତ୍ରୀୟ ସଙ୍ଗୀତ ହୋରି ଏବଂ ଗୋଟେ ଭଜନରେ ଶେଷ ଭଜନ ରାଗ ଭୈରବୀରେ ଶେଷ କରିଥିଲି ମୋର। ଏଇ ଯେଉଁ ଆପଣ ଏଇ ଯେଉଁ କ୍ଲାସିକାଲ ଗୀତ ଯେଉଁ ବୋଲୁଛନ୍ତି, ଏଥର କ୍ରେଡ଼ିଟ୍ କାହାକୁ ଦେବେ? ଯେ କାରଣ ଶାସ୍ତ୍ରୀୟ ସଙ୍ଗୀତ ବୋଲିବା ଏତେ ତ ସହଜ ନୁହେଁ, ତାକୁ ରିଆଜ ଦରକାର ବହୁତ। ଫେରେ ଆପଣଙ୍କ ବୟସ ବି ବହୁତ କମ୍। ଆଜ୍ଞା, କେଡ଼େ କେଡ଼େ ମହାରଥୀ ବି ହାର ମାନି ଯାଉଛନ୍ତି। ଆଜ୍ଞା, ମୁଁ ଏଥିପାଇଁ ମୋର ବାପା ମାମା ଏବଂ ମୋ ଗୁରୁଜୀଙ୍କୁ ବହୁତ ବହୁତ ତାଙ୍କ ପାଖରେ ଇ କରିବି, କାରଣ ତାଙ୍କର ଆଶୀର୍ବାଦ ନଥିଲେ ମୁଁ କିଛି କରିପାରିବିନି। ଆଉ ମୋ ଗୁରୁଜୀ ସିଏ ବହୁତ ମୋ ପାଇଁ ଲାଗିଛନ୍ତି ଏବଂ ବାପାଙ୍କର ସାଧନା, ଗୁରୁଜୀଙ୍କର ଆଶୀର୍ବାଦ ଏମିତି ଅଛି। ସାଧାରଣ ଲୋକମାନଙ୍କୁ କ'ଣ କହିବେ? ଆପଣଙ୍କର ଆପଣ କେତେ ସମୟ ପରିଶ୍ରମ ରୁହେ, ଆ ପାଇଁ କେତେ ସମୟ ବାହାର କରନ୍ତି, ତା ସହିତ ନିଜେ ବି ପାଠ ପଢ଼ନ୍ତି? ଆଜ୍ଞା, ଯେକୌଣସି ଜିନିଷ, ଯେକୌଣସି କଳା ହଉ, ତା ପାଇଁ ତ ସାଧନା ନିହାତି କରିବାକୁ ପଡ଼େ ଏବଂ ସେଥିପାଇଁ ମୁଁ କେତେ ଘଣ୍ଟା ଦିନକୁ ମିନିମମ୍ 2 ଘଣ୍ଟା ଯେବେ ସମୟ ନଥାଏ, ନହେଲେ ତାପରେ 3-4 ତାର ଘଣ୍ଟା। କିଛି ସମୟ ଅଛି ସକାଳୁ କିମ୍ବା ଇଏକୁ? ନିହାତି ସକାଳେ ଭୋର ରିଆଜ କଲେ ସେଟା ବହୁତ ଫଳପ୍ରଦ ହୁଏ ବୋଲି କୁହାଯାଏ ଏବଂ ସନ୍ଧ୍ୟାବେଳେ ବି ରିଆଜ କରିବାକୁ ପଡ଼େ। ତେଣୁ 3-4 ଘଣ୍ଟା